ଶ୍ରାବଣ ମାସ ଶ୍ରାବଣ ମାସର ପ୍ରଥମ ସୋମବାର ଏଦିନ ଆମେ ମହାଦେବଙ୍କୁ କ'ଣ ଚଢ଼େଇବା, କ'ଣ ଚଢ଼େଇଲେ ଆମର ମନୋକାମନା ଶୀଘ୍ର ପୂରଣ ହେବ। ଯେହେତୁ ଏ ଯେଉଁ ଶ୍ରାବଣ ମାସ 4ଟି ସୋମବାର ପଡ଼ୁଛି, ତେଣୁ ପ୍ରତ୍ୟେକ ସୋମବାରରେ ଚେଷ୍ଟା କରନ୍ତୁ ଅଲଗା ଅଲଗା କିଛି ଜିନିଷ ଆପଣ ମହାଦେବଙ୍କୁ ସମର୍ପଣ କରିବା ପାଇଁ, ଚଢ଼େଇବା ପାଇଁ। ଯେହେତୁ ବର୍ତ୍ତମାନ ପ୍ରଥମ ସୋମବାର ଆସୁଛି, ଆମେ ପ୍ରଥମ ସୋମବାରରେ କ'ଣ କ'ଣ ମହାଦେବଙ୍କୁ ଚଢ଼େଇବା ଆସନ୍ତୁ ଜାଣିବା ଏ ବିଷୟରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁ କଥା ଆପଣମାନେ ଜାଣିପାରିବେ। ବଢ଼ିଆ ଜିନିଷ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର এই ଭିଡ଼ିଓରେ। ଶ୍ରାବଣ ମାସର ପ୍ରଥମ ସୋମବାର, ଯେହେତୁ ଶ୍ରାବଣ ମାସ ସବୁ ପାଳି ନିହାତି ଭାବରେ ଆମେ ଜଳ ଅର୍ପଣ କରିବା ମହାଦେବଙ୍କୁ। ଜଳ ସବୁ ପାଳିରେ ଆମେ ଅର୍ପଣ କରିବା। ଜଳ, ବେଲପତ୍ର ଆଉ ଫୁଲ, ନଡ଼ିଆ କଦଳୀ ଭୋଗ, ଧୂପ ଦୀପ ଏସବୁ ତ ନିହାତି ଭାବରେ ଆପଣ ନେଇକି ଯିବେ, ସେଥିରେ କିଛି ଅସୁବିଧା ନାହିଁ, ସେସବୁ ନେଇକି ଯିବେ। ଖାଲି ପ୍ରାୟ ଜିନିଷ ଆପଣମାନେ ନେଇକି ଯିବେ, ତାକୁ ଚଢ଼େଇବାର ତରିକାଟା ଖାଲି ଅଲଗା। ଯେମିତିକି ଆମେ ବେଲପତ୍ର ଚଢ଼େଇବା, ପ୍ରତିପାଳିତ ବେଲପତ୍ର ଚଢ଼େଇବା। ପ୍ରଥମ ପାଳିରେ ଆମେ କ'ଣ କରିବା, ବେଲପତ୍ରରେ ଓମ୍ ନମଃ ଶିବାୟ ଚନ୍ଦନ ଘୋରିବା। ମନେ ରଖନ୍ତୁ, ଧଳା ଚନ୍ଦନ ବଜାରରୁ କିଣିକି ଆଣିବେ, ତାକୁ ଘୋରିବେ। ଘୋରିକି ସେ ବେଲପତ୍ରର କାଠି ସାହାଯ୍ୟରେ ଓମ୍ ନମଃ ଶିବାୟ ଲେଖିବା। ଯେତିକି ବେଲପତ୍ର ଚଢ଼ାଉଛନ୍ତି ଆପଣ, 21ଟା ଚଢ଼ାନ୍ତୁ, 108 ଚଢ଼ାନ୍ତୁ, ଅଧିକା ବି ଚଢ଼ାନ୍ତୁ। ବେଲପତ୍ର ଚଢ଼େଇବା। ଯେତେବେଳେ ଜଳ ଆଣିକି ସମର୍ପଣ କରୁଛନ୍ତି, ଜଳ ଢାଳିବେ, ମନେ ରଖିବେ ଜଳରେ କିଛି ଗଙ୍ଗା ଜଳ ମିଶାଇ ଦେବେ, ମହାଦେବଙ୍କୁ ଅର୍ପଣ କରିବେ। ଯଦି ଘରେ ଗଙ୍ଗା ଜଳ ଅଛି, ଯେଉଁ ଜଳ ନେଇକି ଆସୁଛନ୍ତି ସେଥିରେ କିଛି ଗଙ୍ଗା ଜଳ ମିଶାଇବେ, ଆଣିକି ମହାଦେବଙ୍କୁ ଅର୍ପଣ କରନ୍ତୁ। ତମ୍ବା କିମ୍ବା ପିତ୍ତଳ ପାତ୍ର, ନହେଲେ ମାଟି ପାତ୍ରରେ ବି ଆପଣମାନେ ଢାଳି ପାରିବେ। ସେପରି ଯଦି ଆପଣ ସୁଖ ସମୃଦ୍ଧି ଚାହୁଁଛନ୍ତି ଜୀବନରେ, ତାହେଲେ କ'ଣ ଚଢ଼େଇବେ ମହାଦେବଙ୍କୁ? ପ୍ରତି ସୋମବାର ଆପଣମାନେ ଗୋଟା ଅରୁଆ ଚାଉଳ, ଯାହାକୁ ଅକ୍ଷତ ବୋଲି କୁହାଯାଏ, ଗୋଟା ଅରୁଆ ଚାଉଳ ଆପଣମାନେ ଚଢ଼ାନ୍ତୁ। କେତୋଟି ଚଢ଼େଇ ପାରିବେ? ଆପଣମାନେ 21ଟି ବି ଚଢ଼େଇ ପାରିବେ, 108 ବି ଚଢ଼େଇ ପାରିବେ। ପ୍ରତିପାଳି ଯଦି 108ଟି ଅରୁଆ ଚାଉଳ ଚଢ଼ାନ୍ତି, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ଅରୁଆ ଚାଉଳ ବା ଅକ୍ଷତ ନିହାତି ଭାବରେ ଚଢ଼େଇବେ। ସେପରି ଆଉ ଗୋଟେ କ'ଣ କରିବେ ନା, ରକ୍ଷାସୂତ୍ର, କଲା ବା ସୂତା ନେଇକି ଯିବେ, ପୂଜା କରିବେ, ଆଣିକି ତାକୁ ଆପଣଙ୍କ ହାତରେ ବାନ୍ଧିବେ। ପ୍ରତି ପାଳି ଆପଣ ରକ୍ଷାସୂତ୍ର ଚେଞ୍ଜ କରିଦେବେ। ମାନେ ପ୍ରଥମ ପାଳିରେ, ପ୍ରଥମ ସୋମବାରରେ ଯେଉଁ ରକ୍ଷାସୂତ୍ର ଆପଣ ବାନ୍ଧିଥିବେ, ତାକୁ ପୁଣି ବଦଳେଇ ଦେବେ। ପୁଣି ଆର ପାଳି ଆଉ ଥରେ ନନାଙ୍କ ହାତରୁ ବାନ୍ଧିବେ। ନନାଙ୍କୁ କହିବେ ଟିକେ ବାନ୍ଧି ଦେବା ପାଇଁ, ମନ୍ତ୍ର ଉଚ୍ଚାରଣ ସହିତ ବାନ୍ଧିବେ। କିଛି ଦକ୍ଷିଣା ତାଙ୍କୁ ଦେବେ, କିନ୍ତୁ ପ୍ରତି ପାଳି এটা କରିବେ ଆପଣ। ବିଶେଷ ଦ୍ରବ୍ୟ ହିସାବରେ ଆମେ କ'ଣ ଚଢ଼େଇବା ନା, ଦୁଦୁରା ଫୁଲ ପ୍ରଥମ ପାଳିରେ ନିହାତି ଭାବରେ ଚଢ଼େଇବା। ଦୁଦୁରା ଫୁଲ ଏବଂ ଭାଙ୍ଗ ନିହାତି ଭାବରେ ମହାଦେବଙ୍କୁ ଆପଣମାନେ ଚଢ଼ାନ୍ତୁ। ତେବେ ଆଉ କ'ଣ ଚଢ଼େଇବେ? ଆପଣ ପ୍ରତିପାଳି କ୍ଷୀର ଅର୍ପଣ କରନ୍ତୁ। କ୍ଷୀର, ଦହି, ଗୁଡ଼, ମହୁ, ଘିଅ ଏସବୁ ଅର୍ପଣ କରନ୍ତୁ। ଭସ୍ମ ବଜାରରେ ମିଳିଯିବ, ଭସ୍ମ ଅର୍ପଣ କରନ୍ତୁ। ରୋଲି ଆପଣଙ୍କୁ ବଜାରରେ ମିଳିଯିବ, ତାକୁ ଅର୍ପଣ କରନ୍ତୁ। ଏ କେତୋଟି ଜିନିଷ ନିହାତି ଭାବରେ ଅର୍ପଣ କରିବେ। ଫୁଲ ଯେତେବେଳେ ନେବେ, ଫୁଲର ମାଳ କରିକି ନେବେ। ଫୁଲ ଆଉ ବେଲପତ୍ରର ମଧ୍ୟ ଆପଣମାନେ ମାଳ ଅର୍ପଣ କରିପାରିବେ। ଗୋଟା ବେଲପତ୍ର ଚଢ଼େଇବା ଅପେକ୍ଷା ବେଲପତ୍ରର ମାଳ ଯଦି ଗୁନ୍ଥିକି ଆପଣମାନେ ନିଅନ୍ତି, ତାହେଲେ ମଧ୍ୟ ବଢ଼ିଆ ହେବ। ସବୁଥର ଖାଲି ଗୋଟା ବେଲପତ୍ର ଧରନ୍ତୁ। ଏଇ ପ୍ରଥମ ପାଳିରେ ଆପଣ ବେଲପତ୍ରରେ ଚନ୍ଦନ ଲେଖିକି, ଚନ୍ଦନରେ ଓମ୍ ନମଃ ଶିବାୟ ଲେଖିକି ଅର୍ପଣ କଲେ। ଦ୍ୱିତୀୟ ପାଳିରେ ସେହି ବେଲପତ୍ରରେ ଓମ୍ ନମଃ ଶିବାୟ ଲେଖିକି ଅର୍ପଣ କରନ୍ତୁ, କିନ୍ତୁ ବେଲପତ୍ରର ମାଳଟିଏ କରିଦିଅନ୍ତୁ, ସୂତାରେ ବାନ୍ଧି ଦିଅନ୍ତୁ, ମାଳ ହେଇଯିବ, ମାଳଟିଏ ଅର୍ପଣ କରିଦିଅନ୍ତୁ। ସେଭଳି ତୃତୀୟ ପାଳି ଆଉ ଗୋଟେ ପ୍ରକାର ଅର୍ପଣ କରନ୍ତୁ। ତେବେ ଆଗକୁ ମଧ୍ୟ ମୁଁ ଭିଡ଼ିଓରେ କହିବି କେମିତି କ'ଣ ଅର୍ପଣ କରିବା, କ'ଣ କ'ଣ ସବୁ ଜିନିଷ ଅର୍ପଣ କରିବା। ତେବେ ପ୍ରଥମ ପାଳିରେ ଆପଣମାନେ ନିହାତି ଭାବରେ ସଂଗ୍ରହ କରିବେ ଭସ୍ମ, ରୋଲି ଏବଂ ମିଶ୍ରି, ଅକ୍ଷତ, ଗୋଟା ଅକ୍ଷତ, ଅରୁଆ ଚାଉଳ ଯେଉଁଟା ମୁଁ କହିଲି, ଏତିକି ଜିନିଷ ନିହାତି ଭାବରେ ଆପଣ ନେଇକି ଯିବେ। ବାକି ଅନ୍ୟ ସବୁ ଯାହା ଜିନିଷ ନେଇକି ଯାଉଛନ୍ତି ଯାଆନ୍ତୁ, ଏତିକି ଜିନିଷ ଆପଣମାନେ ନିହାତି ନେଇକି ଯିବେ। ଆମେ ପୁଣି ଦ୍ୱିତୀୟ ପାଳିରେ ପୁଣି ଆଲୋଚନା କରିବା। ଦ୍ୱିତୀୟ ପାଳି ପାଇଁ ଆମେ କ'ଣ କ'ଣ ଜିନିଷ ନେଇକି ଯିବା, ଗୋଟେ ଭିଡ଼ିଓ ଆସିବ, ଆପଣମାନେ ତାକୁ ଦେଖନ୍ତୁ। ତେବେ ଯେତେବେଳେ ବି ଆପଣଙ୍କର ଜିନିଷ ଚଢ଼ୁଥିବ, ସମର୍ପଣ ହେଉଥିବ, ବେଲପତ୍ର ହେଉ, ଫୁଲ ହେଉ, କ୍ଷୀର ହେଉ, ଦହି ହେଉ, ମହୁ ହେଉ, ଯାହା ବି ଆପଣ ନେଇଛନ୍ତି, ଯେତେବେଳେ ବି ଚଢ଼ୁଥିବ, ଆପଣ ମଧ୍ୟ ମନ୍ତ୍ର ପାଠ କରନ୍ତୁ।
ଜୋରରେ ନ କରିପାରିଲେ ନାହିଁ, ମନ ଭିତରେ କରନ୍ତୁ। କେଉଁ ମନ୍ତ୍ରର ପାଠ କରିବେ? ଅତି ସହଜିଆ ମନ୍ତ୍ର ସମସ୍ତେ ଆମେ ଜାଣିଛନ୍ତି, ଓମ୍ ନମଃ ଶିବାୟ, ନହେଲେ ପଞ୍ଚାକ୍ଷରୀ ମନ୍ତ୍ର ନମଃ ଶିବାୟ, ଏତିକି ତ ପାଠ କରିପାରିବେ। ଯଦି ଅଧିକ ଆପଣ ଜାଣିଛନ୍ତି, ଓମ୍ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିಂ ପୁଷ୍ଟିବର୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁମୋକ୍ଷମାମୃତାତ୍, ଏ ମନ୍ତ୍ର ଯଦି ଜାଣିଛନ୍ତି ଏ ମନ୍ତ୍ରର ପାଠ କରିପାରିବେ। ଆଉ ମନ୍ଦିର ଦର୍ଶନ ପରେ ଆସିକି କିଛି ସମୟ ମନ୍ଦିର ବେଢ଼ାରେ ବସିବେ। ଏମିତି ନାହିଁ କି ଦର୍ଶନ ସରିଗଲା ମୁଁ ପଳେଇ ଆସିବି, ସେମିତି ନାହିଁ, କିଛି ସମୟ ବସିବେ। ଆଉ ମନ୍ଦିର ଯାଉଛନ୍ତି, ଶ୍ରାବଣ ମାସ ପରିକ୍ରମା ନିହାତି ଭାବରେ କରିବେ। ମନ୍ଦିର ଉପରେ କରିବେନି, ମନ୍ଦିର ତଳେ କରିବେ। ମନ୍ଦିର ତଳେ ପରିକ୍ରମା କରିବେ ନିହାତି ଭାବରେ। ଶିବ ମନ୍ଦିରରେ ଅର୍ଦ୍ଧଚନ୍ଦ୍ର ପରିକ୍ରମା କରାଯାଏ, ଅର୍ଦ୍ଧଚନ୍ଦ୍ର ପରିକ୍ରମା କରିବେ। ବେଶୀ ଥର ବୁଲିବାକୁ ପଡ଼ିବନି, ଥରୁଟିଏ ଅଧା ବୁଲିବାର ଅଛି। ତେଣୁ ଏସବୁ ନିୟମର ନିହାତି ଭାବରେ ପାଳନ କରିବେ। ପ୍ରଥମ ସୋମବାର ଏଇସବୁ ଜିନିଷ ନେଇକି ଯିବେ। ଆଉ ଗୋଟେ ଜିନିଷ ନିହାତି ଭାବରେ ନେଇକି ଯିବେ, ଗଞ୍ଜେଇ ଟିକେ ନହେଲେ ଭାଙ୍ଗ ପତ୍ର, ଭାଙ୍ଗ ଟିକେ ନେଇକି ଯିବେ। ଅଳ୍ପ ଟିକେ ମହାଦେବଙ୍କୁ ଅର୍ପଣ କରିବେ। ନିହାତି ଭାବରେ ଆପଣଙ୍କର ମଙ୍ଗଳ ହେବ, କଲ୍ୟାଣ ହେବ। ଯାହା ମନୋକାମନା ପାଇଁ ଯାଇଛନ୍ତି, ଯେଉଁଥିପାଇଁ ଶିବଙ୍କ ପାଖକୁ ଯାଇଛନ୍ତି, କିଛି ମାଗିବାକୁ ଯାଇଛନ୍ତି, ନିଶ୍ଚିନ୍ତ ଭାବରେ ପାଇବେ। ଭିଡ଼ିଓ ଭଲ ଲାଗୁଥିଲେ ସେୟାର କରିକି ସମସ୍ତଙ୍କୁ ଜଣାଇବେ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ।